ବଲାଙ୍ଗୀରରେ ଆଜି ଅନୁଷ୍ଠିତ ହୋଇଛି ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ଜିଲ୍ଲା ନ୍ୟାୟାଳୟ ସହିତ ସମସ୍ତ ତାଲୁକା ସ୍ତର ଓ ତୁଷରା କୋର୍ଟର ମିଳିତ ଭାବେ ଏହି ଲୋକ ଆଦାଲତ ଆୟୋଜିତ ହୋଇଥିଲା। ଜିଲ୍ଲା ନ୍ୟାୟାଧୀଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ହିରଣ୍ୟମୟୀ ବିଷୋୟୀ ଓ ସଚିବ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ବିମଲ କୁମାର ଚାନ୍ଦ, ଶ୍ରୀଯୁକ୍ତ ପ୍ରିୟବ୍ରତ ଦାସ, ଶଙ୍ଖ ଚକ୍ରବର୍ତ୍ତୀ, ଲୋକନାଥ ମିଶ୍ର, ଆଶିଷ କୁମାର ସାହୁ, ଶ୍ରୀମତୀ ଏସ୍ କୁନମୁନାଚାରୀ, ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ଶ୍ରୀମତୀ ବୈଶାଳୀ ନାୟକ, ଦୀପାରାଣୀ ଜେନା, ଶାଶ୍ୱତୀ ମହାପାତ୍ର, ଶ୍ରୀ ସାଧକ କାର୍ଜୀ, ଶ୍ରୀ ଶିଶିର କୁମାର ଭୋଇ, ଦୀପାଲି ଦାସ ଓ ଅର୍ଘ୍ୟରୂପା ମିଶ୍ରଙ୍କ ସହ ଜିଲ୍ଲା ବାରର ପ୍ରାୟ ସମସ୍ତ ଅଧିବକ୍ତା ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ରାଜସ୍ୱ ଅଧିକାରୀ, ଜାତୀୟକରଣ ବ୍ୟାଙ୍କ, ଜଳ ବିଭାଗ, ବିଦ୍ୟୁତ ବିଭାଗ, ବିଏସ୍ଏନ୍ଏଲ୍ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଲୋକ ଆଦାଲତରେ ଯୋଗ ଦେଇଥିଲେ। ଏହି ଲୋକ ଆଦାଲତରେ ଦେୱାନୀ, ବ୍ୟାଙ୍କ, ମୋଟର ଦୁର୍ଘଟଣା ଓ ପାରିବାରିକ ମାମଲାର ସମାଧାନ କରାଯାଇଥିଲା। ପାରିବାରିକ ମିଳାମିଶା ମାଧ୍ୟମରେ ଅନେକ ମାମଲାର ଫଇସଲା ମଧ୍ୟ ହୋଇଥିବାର ସୂଚନା ମିଳିଛି। ଜିଲ୍ଲା ଜଜ୍ଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବଣ୍ଟନ ସହିତ କାରାଗାରର ସାମଗ୍ରୀ ମଧ୍ୟ ବିକ୍ରୟ କରାଯାଇଥିଲା। ସଚେତନତା ବୃଦ୍ଧି ପାଇଁ ଦ୍ୱିତୀୟ ମଧ୍ୟସ୍ଥିତା ଅଭିଯାନ ଶିବିର ମଧ୍ୟ ଖୋଲାଯାଇଥିଲା। ଉକ୍ତ ରାଷ୍ଟ୍ରୀୟ ଲୋକ ଆଦାଲତକୁ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ ପରିଚାଳନା କରିଥିବା ବେଳେ ଆଇନ ଶୃଙ୍ଖଳା ରକ୍ଷାରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ କରିଥିଲା। ଡିଏଲ୍ଏସ୍ଏସ୍ର ପିଏଲ୍ଭି ବିଦ୍ୟୁତଲତା ଖମାରୀ, ସୁନିତା ଦାସ, ଜ୍ୟୋତିକା ଦାସ, ଲମ୍ବୋଦର ନାଗ, ଶ୍ରିୟାକାନ୍ତ ନାୟକ ଓ ବିନୟ କୁମାର ନନ୍ଦ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।